ଯେଉଁ ଆପଣଙ୍କର ରହିଛି ଦେଖନ୍ତୁ କଣ୍ଟ୍ରାକ୍ଚୁଆଲ୍ ଆପଏଣ୍ଟମେଣ୍ଟ, ଯାହାକି ଆପଣଙ୍କର ଭ୍ୟାକେନ୍ସି ଫର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର 2025, ଏହି ରିଗାର୍ଡ଼ିଂ ଯେଉଁ ମୁଁ ଭିଡ଼ିଓ ବନେଇଥିଲି ଏବଂ କହିଥିଲି, ଯେଉଁଟାକି ଏହା ହେଉଛି ଗୋଟିଏ ପୁରୁଣା ନୋଟିସ୍, ଅର୍ଥାତ୍ ଏହି ନୋଟିଫିକେସନ୍ଟି 2025 ମସିହାର, ଯେଉଁଥିରେ କି ଆପଣମାନେ ଜାଣିଥିବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯେଉଁ ବିଭିନ୍ନ ପ୍ରକାର ଭ୍ୟାକେନ୍ସିଜ୍ ରହିଥିଲା, ଯେମିତିକି ଆପଣମାନେ ଜାଣିଥିବେ ସବୁ ଅଲଗା ଅଲଗା ପୋଷ୍ଟ ରହିଛି। ୟୋଗା ଇନ୍ଷ୍ଟ୍ରକ୍ଟର, ANM ପୋଷ୍ଟ, ଆରୋଗ୍ୟ ମିତ୍ର ପୋଷ୍ଟ, ତାପରେ MTS ପୋଷ୍ଟ ରହିଛି, ଡାଟା ଆସିଷ୍ଟାଣ୍ଟ ରହିଛି, ପୁଣି ରହିଛି ଜୁନିୟର ଆସିଷ୍ଟାଣ୍ଟ। ଏହିସବୁ ରହିଲା ପରେ ମୁଁ ଆପଣମାନଙ୍କୁ କହିଥିଲି ଯେ ଏବେ ବି ବହୁତ ଜାଗା ଏମିତି ଅଛି ଯେଉଁଥିରେ କି ଯେଉଁ ଓଡ଼ିଶାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଡ଼ାକ ରହିଛି, ସେଇଥିରେ ବର୍ତ୍ତମାନ ବି ଅନେକ ଗୁଡ଼ିଏ ଭ୍ୟାକେନ୍ସିଜ୍ ରହିଛି, ଅନେକ ଅଲଗା ଅଲଗା ସବୁ ପୋଷ୍ଟର ଭ୍ୟାକେନ୍ସିଜ୍ ରହିଛି। ତେଣୁ ମୁଁ କହିଥିଲି କି ଯେଉଁ ଆଉଟସୋର୍ସିଂ ଏଜେନ୍ସିଜ୍ ଗୁଡ଼ାକ ରହିଛି ତାଙ୍କ ଥ୍ରୋରୁ ହିଁ ଆପଣମାନେ ଜଏନ୍ ହୋଇପାରିବେ ବା ଆପ୍ଲାଏ କରିପାରିବେ ବା ଏହି ଜବ୍ରେ ନିଯୁକ୍ତି ପାଇପାରିବେ। ତ ବହୁତ ସାରା କମେଣ୍ଟସ୍ ଏମିତି ଆସୁଛି ଯେ କେଉଁ ସବୁ ଏଜେନ୍ସିଜ୍ ଗୁଡ଼ାକ ରହିଛି, ସେହି ସମ୍ପର୍କରେ ମୁଁ ଆପଣମାନଙ୍କୁ କହିବି ଏହି ଭିଡ଼ିଓରେ ଏବଂ ତା'ର ଉଦାହରଣ ମଧ୍ୟ ଦେବି, କେମିତି କ'ଣ ସବୁ ରହିଛି, ତା'ର ନିଯୁକ୍ତି କେମିତି ହେଇଥାଏ, ସେ ସମ୍ପର୍କରେ ପୁରା ଗାଇଡ଼ ମୁଁ ଆପଣମାନଙ୍କୁ ଦେଖେଇବି ଏବଂ କେମିତି କ'ଣ ସବୁ ତା'ର ଷ୍ଟ୍ରକ୍ଚର ରହିଛି ତାହା ମଧ୍ୟ ଆପଣମାନେ ଜାଣିପାରିବେ। ତେଣୁ ଆପଣମାନେ ସର୍ବପ୍ରଥମେ ଏଠି ଦେଖନ୍ତୁ ଓଡ଼ିଶା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଯାହାକି ରହିଛି ନିଯୁକ୍ତି ଏବଂ ଯେଉଁ ଆଉଟସୋର୍ସିଂ ଏଜେନ୍ସି ସମ୍ବନ୍ଧୀୟ ସୂଚନା ମାର୍ଗଦର୍ଶିକା, ଯେଉଁଟାକି ହେଉଛି ଗାଇଡ଼ଲାଇନ୍ସ ଗୁଡ଼ାକ ଏଠାରେ ଦିଆଯାଇଛି କେମିତି କ'ଣ ଆପଣମାନେ ଜଏନ୍ ହୋଇପାରିବେ। ତେଣୁ ଏଇଠି ଯଦି ଆପଣମାନେ ଦେଖିବେ ତ ଦେଖନ୍ତୁ ଓଡ଼ିଶାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଯେଉଁ ରହିଛି ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର୍ସ ଗୁଡ଼ିକର ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ମୁଖ୍ୟତଃ ସରକାରୀ ବିଭାଗ ତରଫରୁ ହୋଇଥାଏ ଏବଂ ଅନୁମୋଦିତ ଆଉଟସୋର୍ସିଂ ଏଜେନ୍ସି ଯେଉଁଗୁଡ଼ାକ ଅନୁମୋଦିତ, ତା'ର ଅର୍ଥ ହେଲା ଯେଉଁଗୁଡ଼ାକ ଆପ୍ରୁଭ୍ଡ ହୋଇଥିବା ଏଜେନ୍ସିଜ୍ ଗୁଡ଼ିକ ଥ୍ରୋରୁ ବା ସେହି ମାଧ୍ୟମରେ କରାଯାଇଥାଏ। ତେଣୁ ଏହାର ସବିଶେଷ ବିବରଣୀ ଏହି ଜାଗାରେ ଗୋଟିଏ ଗୋଟିଏ କରି ଆପଣମାନଙ୍କୁ ଦିଆଯାଇଛି। ତେଣୁ ଆପଣମାନେ ଏହା ଡିଟେଲ୍ସରେ ଜାଣିପାରିବେ, ଯାହାକି ଆପଣମାନେ ଦେଖନ୍ତୁ 1 ନମ୍ବରରେ ରହିଛି ମୁଖ୍ୟ ସରକାରୀ ନିଯୁକ୍ତି ପ୍ରକ୍ରିୟା, ଯେଉଁଗୁଡ଼ାକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସରକାରୀ ଚାକିରି ବା ପର୍ମାନେଣ୍ଟ ପୋଷ୍ଟ, ସେଇଗୁଡ଼ାକ କେମିତି କ'ଣ ହେଇଥାଏ ଦେଖନ୍ତୁ। ଗୋଟେ ସଂସ୍ଥା ରହିଛି ଯାହାକି ରହିଛି ନ୍ୟାସନାଲ୍ ହେଲ୍ଥ ମିଶନ, ଏହା ଗୋଟିଏ ବଡ଼ି ରହିଛି ଯାହାକି ଗଭର୍ଣ୍ଣମେଣ୍ଟ ବଡ଼ି। ତ ଏଇଠି ଆପଣମାନେ ଦେଖନ୍ତୁ ନ୍ୟାସନାଲ୍ ହେଲ୍ଥ ମିଶନ, ଯାହାକି NHM ଓଡ଼ିଶା, ଏହା ମୁଖ୍ୟତଃ କ'ଣ ହୁଏ ନା କମ୍ୟୁନିଟି ହେଲ୍ଥ ଅଫିସର ଯେଉଁମାନେ ରହିଛନ୍ତି, CHO ଯେଉଁମାନେ, ସେହି CHO ଏବଂ ଯୋଗ ପ୍ରଶିକ୍ଷକମାନେ ହେଉଛନ୍ତି ୟୋଗା ଇନ୍ଷ୍ଟ୍ରକ୍ଟର। ତେଣୁ ସେହିପରି ପଦବୀ ପାଇଁ ଚୁକ୍ତିଭିତ୍ତିକ ବିଜ୍ଞପ୍ତି ପ୍ରକାଶ କରନ୍ତି। ଚୁକ୍ତିଭିତ୍ତିକ ମାନେ କଣ୍ଟ୍ରାକ୍ଚୁଆଲ୍ ବିଜ୍ଞପ୍ତି ପ୍ରକାଶ ସର୍ବପ୍ରଥମେ କରିଥାନ୍ତି। ତାହାର ୱେବସାଇଟ୍ ହେଉଛି ଆପଣଙ୍କର ଦେଖନ୍ତୁ, ସେହି ୱେବସାଇଟ୍ଟି ହେଉଛି nhmodisha.gov.in। ଏହି ୱେବସାଇଟ୍ରୁ ଆପଣମାନେ ଯାଇକି ଚେକ୍ କରିପାରିବେ। ବାକି ଯେଉଁ ରହୁଛି ଆମର OSSC, ଯାହାକି ରାଜ୍ୟ ସ୍ତରରେ ନର୍ସିଂ ଅଫିସର, ଯେଉଁଗୁଡ଼ାକ ଆପଣମାନେ ଜାଣିଛନ୍ତି, ANM, ଫାର୍ମାସିଷ୍ଟ ଏବଂ MPHW ପଦବୀ ପାଇଁ ପରୀକ୍ଷା ମାଧ୍ୟମରେ ନିୟମିତ ନିଯୁକ୍ତି ଥାଏ। ଏଗୁଡ଼ାକ ହେଉଛି ରେଗୁଲାର ପୋଷ୍ଟ ବା ପର୍ମାନେଣ୍ଟ ପୋଷ୍ଟ, ଏମିତି ସବୁ ରହିଛି। ତାପରେ ଆପଣ ଯଦି ଦେଖିବେ ଯେଉଁ ଗୋଟେ ରହିଛି ସମିତି ରହିଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ZSS, ତାହାର ମଧ୍ୟ ଭୂମିକା ରହିଛି। ତେଣୁ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚିଫ୍ ଡିଷ୍ଟ୍ରିକ୍ଟ ମେଡ଼ିକାଲ ଏବଂ ପବ୍ଲିକ୍ ହେଲ୍ଥ ଅଫିସର ଯେଉଁମାନେ ରହିଛନ୍ତି, CDM ଏବଂ PHO, ତାଙ୍କ ଅଧୀନରେ, ଯେମିତିକି ତାଙ୍କ ଅଧୀନରେ କ'ଣ କୁହାଯାଇପାରିବ, ଥିବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନିଜ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ, ମାନେ ଯେଉଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ଯେଉଁ ଜାଗାରେ ଯେତିକ ବି ଦରକାର ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିଥାନ୍ତି। ତେଣୁ ଆବଶ୍ୟକତା ଅନୁଯାୟୀ ଯେଉଁଠି ଯେତେ ଦରକାର ବା ଡିମାଣ୍ଡ ହିସାବରେ ତାହା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତାହାର ଭୂମିକା ଗ୍ରହଣ କରିଥାଏ। ତ ଏଇଠି ଦେଖନ୍ତୁ ଗୋଟେ ଉଦାହରଣ ଦେଖନ୍ତୁ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୂଚନା। ଯଦି ମୟୂରଭଞ୍ଜ ବିଷୟରେ ଜାଣିବେ ତାହେଲେ କ'ଣ ମାରିବେ, ସମସ୍ତ ନୂତନ ବିଜ୍ଞପ୍ତି, ଯାହା ବି କିଛି ନୂଆ ନୋଟିଫିକେସନ୍ ଏବଂ ଯାହା ବି କିଛି ଟେଣ୍ଡର ସମ୍ବନ୍ଧୀୟ ସୂଚନା, ଯେଉଁ ସବୁ ନୂଆ ଟେଣ୍ଡର ଆସିଥାଏ, ତାହା ପାଇଁ ସର୍ବଦା ମୟୂରଭଞ୍ଜ.nic.in ୱେବସାଇଟ୍ ଯାଞ୍ଚ କରିବାକୁ ପଡ଼ିଥାଏ। ତାହା ବ୍ୟତୀତ ଯେଉଁ ବାକି ଡିଟେଲ୍ସ ଯଦି ଆପଣମାନେ ଦେଖିବେ, ଯେମିତିକି ଏଇଠି ଦେଖନ୍ତୁ 3 ନମ୍ବରରେ ରହିଛି ଆଉଟସୋର୍ସିଂ ଏଜେନ୍ସି ଗୁଡ଼ାକ ଏବଂ ସେମାନଙ୍କର କାର୍ଯ୍ୟ, ସେମାନେ କ'ଣ କାର୍ଯ୍ୟ କରିଥାନ୍ତି। ଯେମିତିକି ଦେଖନ୍ତୁ ଆରୋଗ୍ୟ ମନ୍ଦିରର ସହାୟକ କର୍ମଚାରୀ, ଯେପରିକି ସିକ୍ୟୁରିଟି ଗାର୍ଡ଼ ଯଦି ରହିଥିବେ, ସଫେଇ କର୍ମଚାରୀ ଯେଉଁଟାକି ହେଉଛି ନିର୍ମଲ ସ୍କିମ୍ ତା ମାଧ୍ୟମରେ, ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ସରକାର ଏଜେନ୍ସିମାନଙ୍କୁ ଟେଣ୍ଡର ଦିଅନ୍ତି। ସରକାର କ'ଣ କରନ୍ତି, ଆଉଟସୋର୍ସିଂ ଏଜେନ୍ସିଜ୍ ଗୁଡ଼ାକୁ ଟେଣ୍ଡର ଦିଅନ୍ତି ଏବଂ ସେହି ଏଜେନ୍ସି ଥ୍ରୋରୁ ଜବ୍ ମିଳିଥାଏ ଏବଂ ସେହି ଏଜେନ୍ସି ଜବ୍ ପ୍ରୋଭାଇଡ଼ କରିଥାଏ, ଯାହା ଥ୍ରୋରେ ଜଏନ୍ ହୋଇ ହୁଏ ବା ସେହି ଜବ୍ ପାଇଁ ଆବେଦନ କରିହୁଏ। ତେବେ ଏହି ଏଜେନ୍ସି ଗୁଡ଼ିକ ହେଲା, ଯେମିତିକି ଦେଖନ୍ତୁ ମେନ୍ ପାୱାର ଏଜେନ୍ସି ଗୋଟେ ରହିଛି OCSC ଅନୁମୋଦିତ ସଂସ୍ଥା, ଯାହାକି ହେଉଛି ଏଡସଫ୍ଟ ଟେକ୍ନୋଲୋଜିସ୍ କିମ୍ବା ସଦୃଶ ଅନ୍ୟ ସଂସ୍ଥା। ଠିକ୍ ସେହିପରି ତା ସଦୃଶ
तापरि ठीक अन्य संस्था गुड़ाक रही सिक्यूरीटी एजेंसी रही जमीक SIS इंडिया G4S कि जिला स्तर में पंजीकृत सिक्यूरीटी सर्विसेस सेमती किसी रही अलग अलग सब एजेंसी रही एगुड़ाक हूँ आपण गोटे गोटे उदाहरण स्थानीय जमीक NGO संस्था विभिन्न रही विभिन्न ट्रस्ट रही से हॉस्पिटल स्वच्छता एवं वर्ज्यवस्तु परिचालन स्थानीय संस्था यही सब आपणकर रही बाकी जदि आपण मैंने देखिए सतर्कता सूचना गोटे देखूँ ये गोटे इंपोर्टेंट कथा बहुत समय कौन होती अनेक लोक ठकामीर शिकार होता तेणु जो आयुष्मान आरोग्य मंदिर रे चाकरी कराइबा देवा ना जदि कौन व्यक्ति किंबा अनधिकृत वेबसाइट को टंका दियंती ताहले सेमती करंतु नहीं टंका दियंतु नहीं कौन विज्ञप्ति पाइले सर्वदा सरकारी वेबसाइट किंबा CDMO ऑफिस रु यार सत्यता जांच करंतु माने जदियो भी कौन भी नोटिफिकेशन कहीं फेक नोटिफिकेशन आपन को पठाऊँ आपड़ ताकू सांगे सांगे विश्वास करंतु नहीं प्रथमे जांच करंतु सही नोटिफिकेशन ऑफिशियल भाव में प्रकाश पाई कि किछि ठकई उद्देश्य सेमती कौन गोटे नोटिफिकेशन को प्रकाश करा जाइछि तापर आपण माने देखंतु जमिति कि रही 4 नंबर रे एजेंसी रो नाम किपरि जानबे ताहा मध्य आपण माने देखंतु तेणु सर्वप्रथमे कौन करेंगे ना आपण निज जिलार NIC पोर्टाल जहाँ रही मयूरभंज जिलार जमीक रही मयूरभंज.nic.in से जी आपण मैंने निज निज जिलार जापर मु उदाहरण पाई ये मयूरभंज जिलार वेबसाइट विषय में कहूँ माने उदाहरण गोटे दि जाइए ठीक सहीपरी नोटिस माने सही पोर्टाल को जावा पर नोटिस जोटी थी कि टेंडर्स नोटिसेस जोटी थी कि टेंडर्स जोटी थी सही सेक्शन को जी सेक्शन को जाई सारा पर कौन हम देखिए जिला स्वास्थ्य समिति द्वारा प्रकाशित सिलेक्शन ऑफ आउटसोर्सिंग एजेंसी विज्ञप्ति जदि आपन को मिलिबो ताहले आपण माने ताहा कौन करेंगे ताहा डाउनलोड करेंगे डाउनलोड करला पर सेतिरे चयन होइथिबा एजेंसी रो नाम माने अप्रूव करा जाइछि जो एजेंसी को बछा जाइछि सही एजेंसी रो नाम आपण मान को मिल जिवो ता संपर्कित सूचना मिल जिवो एमती भाबरे आपण माने जानि परिबे एवं पाई परिबे तो ये थिला पूरा फुल प्रोसेस एमती भाबरे जानि परिबे ता सहित उदाहरण स्वरूप मुझे आपको किसी एजेंसी नाम कहीदेली एवं यही रिगार्डिंग एजेंसी रिगार्डिंग आउ गोटे पूरा क्लियर वीडियो आसीज आम चैनल रे ताहा मध्य मुझे आपको कहीदेवी जमती देखो SIS इंडिया G4S तेणु ए संपर्कित बा यही वेबसाइट तेणु आमर जो रही टेलीग्राम चैनल रही टेलीग्राम ग्रुप रही व्हाट्सएप चैनल रही व्हाट्सएप ग्रुप रही जदि आपण मैंने जॉइन होगापी चाहते तेबे तार लिंक आपण मानक डिस्क्रिप्शन रे मिल जिवो ताहा व्यतीत जदि आपण डायरेक्ट लिंक पाइबा चाहते ताहले 773548 एवं 563 नंबर रे आमको व्हाट्सएप रे हाई मेसेज करंतु आपण मानकु हमरो व्हाट्सएप चैनल टेलीग्राम चैनल व्हाट्सएप ग्रुप एवं टेलीग्राम चैनल टेलीग्राम ग्रुप रो लिंक आपण मानकु आमे प्रोवाइड करि देबो आपण माने डायरेक्ट जॉइन हेई पारिबे तो एथिला आजिरो वीडियो एतिकी रहउची नमस्कार।